जय जगन्नाथ बंधु बेस्ट हैप्पी लाइफ चैनल को आपण मानक स्वागत। आज आम बंधु जाना धनर प्रतिकार केमती करवा आम एमती कौन करवा जे आम पाखे 41 दिन भितर आम पाखे जो अभाव अनटन दारिद्र रु से सब समस्या आम मुक्त हो पार जहाँफल कि आमर धनर अभाव आम जीवन में देखा ना जीवन अति सरल सुंदर भाव आपण उपभोग करें। ଆପଣ କଣ ପ୍ରତିକାର କରିବେ ଯେମିତି କି ଆପଣଙ୍କର ଯୋଉ ବାରମ୍ବାର ଧନର ଅଭାବ ରହୁଛି, ଯେମିତି କି ଆପଣ ତ ଇନକମ୍ ତ କରୁଛନ୍ତି କିନ୍ତୁ ଠିକ ସମୟ ବେଳକୁ ଆପଣଙ୍କର ଅର୍ଥର ଦରକାର ପଡୁଛି, ଠିକ ଟାଇମରେ ଆପଣଙ୍କର ପାଖରେ ଟଙ୍କା ରହୁନି କିମ୍ବା ଟଙ୍କା ଇନକମ୍ କଲେ ବି ସେ କୌଣସି ନା କୌଣସି କାରଣ ବଶତଃ ଖର୍ଚ୍ଚ ହେଇଯାଉଛି, ଯେମିତି କି ଆପଣଙ୍କର ଧାର କର୍ଜ ବଢି ଯାଉଛି କିମ୍ବା କୌଣସି କାରଣବଶତଃ ଆପଣଙ୍କର ଯୋଉ ଇନକମ୍ ଯୋଉ କରୁଛନ୍ତି ଟଙ୍କା ସେ କୌଣସି ନା କୌଣସି ମତରେ ଆପଣଙ୍କର ଖର୍ଚ୍ଚ ହେଇଯାଉଛି ଆଉ ଆପଣଙ୍କର ଯୋଉ କର୍ମ ଆପଣ କରୁଛନ୍ତି ସେ କର୍ମ ଅନୁସାରେ ଆପଣଙ୍କୁ ଫଳ ବି ପ୍ରାପ୍ତ ହେଇପାରୁନି ଠିକରେ। ଏସବୁ ଯୋଉ ଆପଣଙ୍କର ସମସ୍ୟା ରହୁଛି ନା ଯୋଉ ଧନର ଅଭାବ, ଏ ଉପାୟରେ ଆମେ ଜାଣିବା। ଯଦି ଆପଣ ବିଶ୍ୱାସ ଭରସାର ସହିତ ଏ ଉପାୟ କରୁଛନ୍ତି ନିଶ୍ଚିତ ମଧ୍ୟରେ ଆପଣ 41 ଦିନ ମଧ୍ୟରେ ନା ଆପଣଙ୍କର ଅସୁବିଧାର ସମାଧାନ ହେଇପାରିବ। ଆପଣ କାହାକୁ ଟଙ୍କା ଦେଇଥାନ୍ତୁ, ଟଙ୍କା ଫେରି ପାଉନାହାନ୍ତି, ଏ ଉପାୟ କରିବେ ଆପଣଙ୍କର ନିଶ୍ଚିତ ଭାବରେ ଆପଣଙ୍କର ଯାହାକୁ ଟଙ୍କା ଧାର ଦେଇଛନ୍ତି ସେ ଆପଣଙ୍କୁ ରିଟର୍ନ ବି କରିବ। ଏ ଉପାୟ ମାଧ୍ୟମରେ ଆପଣଙ୍କର ଯୋଉ ଧନର ଯୋଉ ଅଭାବ, ଯୋଉ ଧନର ଦ୍ୱାର ଖୋଲିଯିବ, ଯାହାଫଳରେ କି ଆପଣଙ୍କର ଯୋଉ ଧନର ଅଭାବ ରହୁଥିଲା ଆଉ ଧନର ଅଭାବ ଆପଣଙ୍କ ଜୀବନରେ ଦେଖାଯିବ ନାହିଁ। କଣ କରିବେ ପ୍ରଥମେ ବନ୍ଧୁଆକୁ ଆପଣ ଶୁକ୍ଳ ପକ୍ଷର ଶୁକ୍ରବାର ଦିନ କରିବେ। ମୁଁ ଆପଣଙ୍କୁ ବାରମ୍ବାର କହିଛି ଆପଣ ଯେତେ ସବୁ ଧନର ପ୍ରତିକାର କରୁଛନ୍ତି ସବୁବେଳେ ତାକୁ ଆପଣ ଶୁକ୍ଳ ପକ୍ଷରେ କରିବେ। এই ଉପାୟକୁ ଆପଣ ଶୁକ୍ଳ ପକ୍ଷର ଶୁକ୍ରବାର ଦିନ କରିବେ। କଣ କରିବେ ଆପଣ ଗୋଟେ ଛୋଟିଆ କଳସୀଟେ ଆଣିବେ, ମାଟିର କଳସୀ ଆଣିବେ, ଠିକ ଅଛି। ମାଟିର କଳସୀ ହିଁ ଆଣିବେ, ତା ଛଡା ଅନ୍ୟ କୌଣସି ଧାତୁରୁ ଆଣିବେନି। ମାଟିର କଳସୀରେ ଆପଣ କଣ କରିବେ ନା ଆପଣ ଯୋଉ ରହିଲା ଆପଣଙ୍କର ସିନ୍ଦୁର ଆଉ ଘିଅ, ସିନ୍ଦୁର ଆଉ ଘିଅକୁ ମିକ୍ସ କରିକିରି ଆପଣ ସେ ଯୋଉ କଳସର ଚାରିପଟରେ ଆପଣ କ୍ଲକ୍ ୱାଇଜ ଲଗେଇବେ ଏମିତି, ଠିକ ଅଛି। ବାମରୁ ଡାହାଣକୁ ଘଣ୍ଟା କେମିତି ବୁଲେଇବେ, ବାମରୁ ଡାହାଣକୁ ଓଲଟା ବୁଲେଇବେନି, ସବୁବେଳେ ଆପଣ ବାମରୁ ଡାହାଣକୁ ବୁଲେଇକିରି ସେଇଟାକୁ ଆପଣ କଲର କରିଦେବେ। ଯୋଉ ମାଟିର ଆଣିଥିବେ ନା ଆପଣଙ୍କର ସିନ୍ଦୁର ଆଉ ଘିଅ ଲଗେଇକିରି ପୁରା ତାକୁ କଲର କରିଦେବେ। ଆଗେ ଭିତର ପଟେ କରିବେ, ତାପରେ କଳସର ବାହାର ପଟେ କରିବେ, ମାନେ ଭିତର ଆଉ ବାହାରେ ଦିଟାକରେ କରିବେ। ତାକୁ କରିସାରିଲେ କଲର କରିସାରିଲା ପରେ ତାକୁ ଆପଣଙ୍କ ପୂଜା ଘରେ ଉପାୟ କରୁଥିବେ। ତାପରେ ଆପଣ କଣ କରିବେ ନା ଯୋଉ ହାତରେ ଯୋଉ ଧାଗା ବାନ୍ଧନ୍ତି ନା ସେ ଧାଗାକୁ ଆଣିକିରି ଆପଣ ସେ ଯୋଉ କଳସୀ ମୁହଁରେ ଯୋଉ ରହୁଛି ନା ଆପଣ ସେଇଠି 7 ଥର ବୁଲେଇକିରି ବାନ୍ଧିବେ। 7 ଥର ବାନ୍ଧି ସାରିଲେ ତାପରେ ଆପଣ କଣ କରିବେ ନା ଆପଣ ଅକ୍ଷତ ଅରୁଆ ଚାଉଳ, ମାନେ ଯୋଉଟା ଭାଙ୍ଗି ନଥିବ, ଠିକ ଅଛି, ବାସୁମତୀ ଚାଉଳ ହଉ ମାନେ ଭଲ ଅରୁଆ ଚାଉଳ ଆପଣ 7 ମୁଠା ସେ କଳସୀ ଭିତରେ ଦେବେ, ଦେଖିବେ ଭାଙ୍ଗି ନଥିବ, ଠିକ ଅଛି। ତାକୁ ଆପଣ କଳସୀ ଭିତରେ ରଖିଲେ କେତେ ଥର 7 ମୁଠା ରଖିବେ। ତା ବାଦେ ଆପଣଙ୍କର ବୟସ ଯେତିକି ସେତିକିଟା ଆପଣ ଗୁଆ ରଖିବେ, ଆପଣଙ୍କୁ ବର୍ଷ ଯେତିକି ସେତିକିଟା ଆପଣ ହଳଦୀ ରଙ୍ଗର କଉଡି ଆପଣ ରଖିବେ। ତାପରେ ଆପଣ 11ଟି ଗୋମତୀ ଚକ୍ର ରଖିବେ। ବୁଝିପାରିଲେ ମୁଁ କଣ କହିଲି? ପ୍ରଥମେ ଆପଣ ସେ କଳସୀର ଚାରିପଟେ ଯୋଉ ରହିଲା ମୁଁ ଉପର ଭାଗର ଆପଣ ହାତରେ ଯୋଉ ଧାଗା ବାନ୍ଧୁଛନ୍ତି ତାକୁ ଆପଣ 7 ଥର ବାନ୍ଧିବେ। ତା ଭିତରେ କଳସୀ ଭିତରେ ଆପଣଙ୍କର ଅକ୍ଷତ ଅରୁଆ ଚାଉଳ 7 ମୁଠା ପକେଇବେ। ତା ବାଦେ ଆପଣଙ୍କର ଯେତିକି ବୟସ ହେଇଛି ସେତିକିଟା ଆପଣ ଗୁଆ ରଖିବେ, ଯେତିକି ବର୍ଷ ଆପଣଙ୍କୁ ସେତିକି ବର୍ଷର ଆପଣ ସେତିକିଟା ହଳଦୀ ରଙ୍ଗର କଉଡି, ହଳଦିଆ କଉଡି ତା ଭିତରେ ରଖିବେ। ତାପରେ 11ଟି ଗୋମତୀ ଚକ୍ର ରଖିବେ। ତାପରେ ଆପଣ କିଛି କେଶର ଆଣିକି ତା ଭିତରେ ରଖିବେ, ଠିକ ଅଛି। ଅଳ୍ପ ହଉ, କେଶର ତ ଦାମିକିଆ ନା, ତ ଆପଣ ଯେତିକିଟା ହଉ ନା କାହିଁକି 3ଟା ହଉ 4ଟା ହଉ କି ଗୋଟେ ଚୁଟି ହଉ ଆପଣ ତା ଭିତରେ ରଖିବେ। ସେତିକି ରଖି ସାରିଲା ପରେ ଆପଣ କଣ କରିବେ ନା ତାକୁ ଘୋଡେଇବେ। ଘୋଡେଇବେ କୋଉଥିରେ, ତା ଯୋଉ ଘୋଡଣା ଥିବ ତାକୁ ବି ଆପଣ ସିନ୍ଦୁର ଆଉ ଘିଅରେ ଯୋଉ ରହୁଛି ନା ଯୋଉ ମିକ୍ସ କରିକି ଯୋଉ ରେଡ କଲର ଆପଣ ତିଆରି କରିଥିବେ
ତାକୁ ଆପଣ ସେ ଘୋଡ଼ଣୀକୁ ବି ଆପଣ ସମ୍ପୂର୍ଣ୍ଣ ଭାବରେ ଉପର ଆଉ ଭିତରେ ବି ଆପଣ ତାକୁ ଚାରିପଟେ ଲଗେଇବେ, ଲଗେଇକି ତା ଉପରେ ରଖିବେ। ଉପରେ ରଖି ସାରିଲା ପରେ ତା ଉପରେ କିଛି ଅରୁଆ ଚାଉଳ ହଉ କିମ୍ବା କିଛି ଧାନ ହଉ, ନଚେତ୍ ସବୁଠୁ ଭଲ ହବ ଆପଣଙ୍କର ତା ଉପରେ ପଞ୍ଚଶସ୍ୟ ତା ଉପରେ ରଖିପାରିବେ। ପଞ୍ଚଶସ୍ୟ ସବୁଠୁ ଭଲ ହବ। ପଞ୍ଚଶସ୍ୟ ରଖିକିରି ତାକୁ ଆପଣ କ'ଣ କରିବେ ନା ଆପଣଙ୍କ ପୂଜା ଘରର ଆପଣ ଅଗ୍ନିକୋଣରେ ରଖିଦେବେ। ଅଗ୍ନିକୋଣ କୋଉଟା କହୁଛନ୍ତି? ଆପଣଙ୍କର ପୂର୍ବ ଏବଂ ଦକ୍ଷିଣ ଦିଗକୁ ଅଗ୍ନିକୋଣ କହୁଛନ୍ତି। ଆପଣ ପୂଜା ଘରର ଅଗ୍ନିକୋଣରେ ତାକୁ ରଖିବେ। ତା ଉପରେ ଯୋଉ ପଞ୍ଚଶସ୍ୟ ରଖିଲେ, କଳସୀ ରହିଲା, କଳସୀ ଭିତରେ ଯାହା ସବୁ ରହିବା କଥା ରହିଲା, ତାପରେ ଘୋଡ଼ଣୀ ରଖିଲେ, ତାପରେ ପଞ୍ଚଶସ୍ୟ ରଖିଲେ, ତା ଉପରେ ଆପଣ ଦେଶୀ ଘିଅରେ ଆପଣ ଦୀପ ପ୍ରଜ୍ୱଳିତ କରିବେ। ଠିକ ଅଛି? ପ୍ରଜ୍ୱଳିତ କରିକିରି 41 ଦିନ ପର୍ଯ୍ୟନ୍ତ ଆପଣ କ'ଣ କରିବେ ନା ବ୍ରହ୍ମ ମୁହୂର୍ତ୍ତରେ 3:45 ରୁ 5:15 ଭିତରେ, କଷ୍ଟ ତ କରିବାକୁ ପଡ଼ିବ, ଥରେ କରିକି ଦେଖନ୍ତୁ, ତାପରେ ରେଜଲ୍ଟ କ'ଣ ଆସୁଛି ମୋତେ କହିବେ। ଆପଣ ତା ଉପରେ ଦେଶୀ ଘିଅରେ ଆପଣ ଦୀପ ଲଗେଇବେ। ଆପଣ ବ୍ରହ୍ମ ମୁହୂର୍ତ୍ତରେ ଶ୍ରୀ ସୂକ୍ତମ ପାଠ କରିବେ। ଶ୍ରୀ ସୂକ୍ତମ ଓಂ ହିରଣ୍ୟବର୍ଣ୍ଣମ ହରିଣୀଂ ସୁବର୍ଣ୍ଣମ ରଜତସ୍ତ୍ରଜାମ ଚନ୍ଦ୍ର ହିରଣ୍ମୟୀଂ ଲକ୍ଷ୍ମୀ ଜାତ ବେଦ ମହାବହ ତାଂ ମହାବହ ଜାତ ବେଦ ଲକ୍ଷ୍ମୀ ଅନପଗାମିନୀଂ ୟସ୍ୟ ହିରଣ୍ୟବିନ୍ଦଂ ଗାମସ୍ୟ ପୁରୁଷାନମ। ଏ ମନ୍ତ୍ର ଆପଣ ଥରୁଟେ ପାଠ କରିବେ, ସମ୍ପୂର୍ଣ୍ଣ ପାଠ କରିବେ ବ୍ରହ୍ମ ମୁହୂର୍ତ୍ତରେ। ଠିକ ଅଛି? ଆଉ ଯୋଉ ରହିଲା ଆପଣ ଦୀପ ଲଗେଇଥିବେ ନା, ସେମିତି ନୁହଁ ଯେ ଆପଣ ଅଖଣ୍ଡ ଦୀପ ଲଗେଇବେ। ଯେତେବେଳେ ଆପଣ ଏଇ ମନ୍ତ୍ର ମାନେ ବ୍ରହ୍ମ ମୁହୂର୍ତ୍ତରେ ଦେଶୀ ଘିଅ ଲଗେଇଥିବେ, ଯେମିତି ଅଧିକା ସମୟ ସେ ଜଳୁଥିବ। ମନ୍ତ୍ର ପଢ଼ିଲା ମାତ୍ରକେ ଆପଣ ଏ ଦୀପ ଲଗେଇବା ନିହାତି ଜରୁରୀ, କିନ୍ତୁ ଏମିତି ଲଗେଇବେ ଯେମିତି ଅଧିକା ସମୟ ଦୀପଟା ଜଳୁଥିବ। ଠିକ ଅଛି? ଏମିତି ନୁହଁ ଯେ ଆପଣଙ୍କର ଅଖଣ୍ଡ ଦୀପ ଜଳିବା ଦରକାର, ସେମିତି ନୁହଁ। ଆପଣ ଯେତେବେଳେ ଏଇ ମନ୍ତ୍ର ପାଠ କରିବେ ଆପଣ ଅଧିକା ସମୟ ଦୀପଟା ଜଳିବା ଦରକାର। ଯେମିତି ଆପଣ ସକାଳୁ ଆରମ୍ଭ କଲେ, ବ୍ରହ୍ମ ମୁହୂର୍ତ୍ତରେ ପୂଜା କଲେ, ଆପଣ 4ଟା 4:30 କି 5ଟାରେ ଆପଣ এটা ଇଏ କଲେ, କାହିଁକିନା 3:45 ରୁ 5:15 ଭିତରେ ରହୁଛି। ଆପଣ 4:30 ଲଗେଇଲେ ଦୀପଟା ଏମିତି ଆପଣଙ୍କୁ 7ଟା 8ଟା ପର୍ଯ୍ୟନ୍ତ, ସକାଳ 7ଟା 8ଟା ପର୍ଯ୍ୟନ୍ତ ଜଳୁଥିବ। ଠିକ ଅଛି? ତାକୁ ଆପଣ କରିସାରିବେ। 41 ଦିନ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବେ। ଠିକ ଅଛି? ଆପଣ କଣ୍ଟିନ୍ୟୁ କରିକିରି ବିଶ୍ୱାସ ଭରସାରେ ଆପଣ କଣ୍ଟିନ୍ୟୁ କରନ୍ତୁ। ଦେଖିବେ ଆପଣଙ୍କ ଘରେ ସ୍ଥାୟୀ ଲକ୍ଷ୍ମୀ ବାସ କରିବେ। ତା ସହିତ ଏଇ ମନ୍ତ୍ର ସହିତ ଆପଣ ଓಂ ନମୋ ଭଗବତେ ବାସୁଦେବାୟ ଏ ମନ୍ତ୍ରକୁ ଆପଣ 108 ଥର ପ୍ରତ୍ୟେକ ଦିନ ଜପ କରିବେ। କାହିଁକି ନା ଯୋଉଠି ଭଗବାନ ବିଷ୍ଣୁ ନାହାନ୍ତି ସେଠି ମାତା ଲକ୍ଷ୍ମୀ ବି ସ୍ଥାୟୀ ରୂପରେ ରହିବେନି। ଓಂ ନମୋ ଭଗବତେ ବାସୁଦେବାୟ ଆପଣ ଏ ମନ୍ତ୍ରକୁ 108 ଥର 41 ଦିନ ପର୍ଯ୍ୟନ୍ତ ଜପ କରିବେ। 41 ଦିନ ପରେ ଆପଣ ସେ ଯୋଉ ମାଟି ଯୋଉ କଳସ ରହିଲା ନା, ତାକୁ ଆପଣ ଆଣିକିରି ଆପଣ ଯୋଉ ଜାଗାରେ କ୍ୟାଶ ଡ୍ର ହଉ କିମ୍ବା ଘରେ ଯେକୌଣସି ଜାଗାରେ ଆପଣ ଟଙ୍କା ଧନ ରତ୍ନ ରଖୁଛନ୍ତି ନା, ସେଇ ଜାଗାରେ ଆପଣ ରଖିବେ। ଦେଖିବେ ତାର ଚମତ୍କାର, ଦେଖିବେ କେତେ ଦିନ ଭିତରେ ଆପଣଙ୍କର ରେଜଲ୍ଟ ଆସୁଛି। এই ଉପାୟ କରିସାରିଲା ପରେ ଆପଣ ଦେଖିବେ ଆପଣଙ୍କ ଜୀବନରେ ଧନର ଅଭାବ ହିଁ ରହିବ ନାହିଁ। ଆପଣ ବିଶ୍ୱାସ ଭରସାର ସହିତ ଏ ଉପାୟ କରନ୍ତୁ। ଦେଖା ହବ ବନ୍ଧୁ ଏମିତି କିଛି ନୂଆ ଉପାୟ ସହିତ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ ମଧ୍ୟ କରନ୍ତୁ। ରହିଲି ବନ୍ଧୁ, ଜୟ ଜଗନ୍ନାଥ।